କୃଷ୍ଣ ତମାଳ ଲତାକୁଞ୍ଜ ତଳେ ଆମେ ଦୁଇ ସଖୀ ବସିଥାଉ। ନୀଳ ଆକାଶର ରଙ୍ଗ ଅସ୍ତ ସୂର୍ଯ୍ୟର ସ୍ପର୍ଶରେ ରଞ୍ଜିତ ହୋଇ ମୋ ପାଦର ଅଳତା ଧାରରେ ପ୍ରତିଫଳିତ ହେଉଥାଏ। ସ୍ୱଚ୍ଛ ସଲିଳ ଉଦ୍ୟାନ ସରସୀରେ ଢଳ ଢଳ ନୀଳକଇଁ ଧୀରେ ଧୀରେ ପାଖୁଡ଼ା ମେଲୁଥାଏ। ଅଭିସାରିକାର ଭୀରୁ ପଦପାତ କରି ନିଃସଙ୍ଗ ସଞ୍ଚିତ ଭଙ୍ଗୀରେ ଚନ୍ଦ୍ରିକା ଖୋଜି ଗୋଟି ଗୋଟି ପାଖୁଡ଼ା ତାର ମୁକୁଳିତ ହେଉଥାଏ। ସନ୍ଧ୍ୟା ଆକାଶରେ ନୀଳମେଘ କେତେ ଖଣ୍ଡ ଚନ୍ଦ୍ରିକାର ପଥରୋଧ କରି ନୀଳକଇଁ ସଙ୍ଗେ କୌତୁକ ଆମୋଦ ଲଗାଇଥାନ୍ତି। ଏଣେ ଆକାଶର ନୀଳମେଘକୁ ଦେଖି ମୋର ପୋଷା ମୟୂର ଦୁଇଟି ପୁଚ୍ଛ ମେଲି ନାଚିବାର ଉପକ୍ରମ କରୁଥାନ୍ତି। ନିତମ୍ବିନୀ କୃଷ୍ଣଙ୍କର ରୂପ ବର୍ଣ୍ଣନା କରୁଥାଏ। ମୟୂର ଚନ୍ଦ୍ରିକାର ତାଳେ ତାଳେ ମୋ ହୃଦୟ ବି କେଜାଣି କାହିଁକି ନାଚି ଉଠୁଥାଏ। ମୁଁ ଭାବୁଥାଏ କୃଷ୍ଣ କେମିତି, ହୁଏତ ନୀଳତମାଳ ପରି କିମ୍ବା ନୀଳମେଘ ପରି ତାଙ୍କ ଦେହର ବର୍ଣ୍ଣ, ନୀଳକଇଁ ପରି ନିର୍ମଳ କୋମଳ ତାଙ୍କର ଚକ୍ଷୁର ଦୃଷ୍ଟି, ମୟୂର ଚନ୍ଦ୍ରିକାର ଉଜ୍ଜ୍ୱଳ ନୀଳ ରଙ୍ଗ ପରି ତାଙ୍କ କେଶର ରଙ୍ଗ, ଆଉ ତାଙ୍କର ଅଧର ଅଗସ୍ତି ଫୁଲ ପରି ବଙ୍କିମ ସୁନ୍ଦର, ପଦ୍ମ କୋରକ ଭଳି ହସ୍ତପଦ, ନୀଳ ଆକାଶ ପରି ଉଦାର ପ୍ରଶସ୍ତ ବକ୍ଷ, ବସନ୍ତର କୁହୁତାନ ଭଳି ମନ୍ଦ୍ର ମଧୁର ତାଙ୍କର କଣ୍ଠସ୍ୱର, ହେନା ଫୁଲର ସୁରଭି ଭଳି ତାଙ୍କ ଦେହର ଗନ୍ଧ, ଆଉ ଚମ୍ପାତରୁ ଭଳି ଶ୍ୟାମଳ କୋମଳ ଶକ୍ତ ଆଉ ଦୀର୍ଘ ତାଙ୍କର ଶରୀର। ସମ୍ମୋହିତ ହେଲା ଭଳି ମୁଁ ଶୁଣୁଥାଏ ନିତମ୍ବିନୀର ବର୍ଣ୍ଣନା ଚାତୁରୀ ଭିତରେ କୃଷ୍ଣଙ୍କର ରୂପଶୋଭାର କଥା। ନିତମ୍ବିନୀ ମୋତେ ତୀର୍ଯ୍ୟକ ଦୃଷ୍ଟିରେ କଟାକ୍ଷ ହାଣି ଅଳ୍ପ ଛେପ ଢୋକି ପୁଣି ମଧୁପାନ କରି କୃଷ୍ଣଙ୍କ ବାହୁବନ୍ଧନରେ ଅନୁଭବ ଆଉ କୃଷ୍ଣ ପ୍ରେମର ମାଦକତା। ନିଶାଗ୍ରସ୍ତ ଭଳି ମୁଁ ଢଳି ପଡୁଥାଏ ନିତମ୍ବିନୀର ଆଶ୍ରୟ ଭିତରେ। ସମଗ୍ର ଶରୀର ଥର ଥର କମ୍ପି ଉଠୁଥାଏ। ହୃଦୟ ସ୍ପନ୍ଦିତ ହେଉଥାଏ ବିଚିତ୍ର ଆବେଗର ଛନ୍ଦରେ। ଏ ଅନୁଭବ ଆଗରୁ ତ କେବେ ହେଇନି। କଣ ଏହାର ଅର୍ଥ? ଏପରି କାହିଁକି ହୁଏ? ଶୁଣିଲି ନିତମ୍ବିନୀ କାନ ପାଖରେ କହୁଛି, କୃଷ୍ଣ ପ୍ରେମ ଏ ତାରି ଲକ୍ଷଣ। ହେ ପ୍ରଭୁ, ମୁଁ ଏବେ କଣ କରିବି? ଲତାକୁଞ୍ଜ ତଳେ ମତେ ସେ ଶୋଇଦେଲା। ପୁଷ୍କରିଣୀ ଭିତରକୁ ଓହ୍ଲେଇ ଦେଲା ଜଳ ଆଣି ମତେ ସାଷ୍ଟାମ କରିବା ପାଇଁ। ମୁଁ ଚେତନା ହରାଇ ନଥାଏ, ସବୁ କିଛି ବୁଝି ପାରୁଥାଏ, କିନ୍ତୁ ଗୋଟିଏ ସ୍ୱପ୍ନର ପୃଥିବୀରେ ମୁଁ ବିଚରଣ କରୁଥାଏ। ଯୁଆଡେ ଚାହୁଁଥାଏ ଖାଲି ନୀଳ ନୀଳ କୃଷ୍ଣ ନୀଳ। ସାରା ବିଶ୍ୱ କୃଷ୍ଣମୟ, ପ୍ରେମମୟ, ମଧୁମୟ। ମୁଁ ଦେଖୁଥାଏ ଏ ବିଶ୍ୱମୟ କୃଷ୍ଣମୟ ବିଶ୍ୱ। ସଖୀ ନିତମ୍ବିନୀ ମୋ ମୁହଁରେ ଜଳ ସିଞ୍ଚନ କରିବା ପୂର୍ବରୁ ନୀଳମେଘରୁ କେତେ ବିନ୍ଦୁ ଜଳ ମୋ ମୁହଁ ଉପରେ ଝରି ପଡିଲା। ମୋର କମ୍ପିତ ଶରୀର ଉପରେ ଟୁପ୍ ଟୁପ୍ ଝରୁଥାଏ ଗୋଟିଏ ଗୋଟିଏ କୃଷ୍ଣ ତମାଳ ପୁଷ୍ପ। ମତେ ଅଧିକରୁ ଅଧିକ ରୋମାଞ୍ଚିତ କରୁଥାଏ। ମୋର ପୋଷା ମୟୂର ମୋ ମୁହଁ ଚାରିପଟେ ପୁଚ୍ଛ ହଲାଇ ପଙ୍ଖା କରୁଥାଏ। ମୁଁ ଧୀରେ ଧୀରେ ପ୍ରକୃତିସ୍ଥ ହୋଇ ଲଜ୍ଜାରେ ଝାଉଁଳି ପଡୁଥାଏ। ଛି, ସଖୀ ନିତମ୍ବିନୀ କଣ ଭାବିଥିବ? ସଖୀ ଜଳ ଆଞ୍ଜୁଳାଏ ଧରି ମୋ ପାଖରେ ପହଞ୍ଚିବା ପୂର୍ବରୁ ମୁଁ ଲାଜରେ ଆଖି ବୁଜି ପଡି ରହିଲି। କିନ୍ତୁ ଜଳ ଆଞ୍ଜୁଳାକ ସଙ୍ଗରେ ଧରି ସଦ୍ୟ ଫୁଟନ୍ତି ନୀଳକଇଁ ଯେ ସେ ତୋଳି ଆଣିଛି ସେ କଥା ବି ମୁଁ ଲକ୍ଷ୍ୟ କରିଥାଏ। ହାୟ, ଫୁଲ ଦୁଇଟି ତୋଳିଲା କାହିଁକି ନିତମ୍ବିନୀ? ଚନ୍ଦ୍ରିକାର ମଧୁପାନ କରି ରାତି ସାରା ନୀଳକଇଁ ହସିଥାନ୍ତା। ନିତମ୍ବିନୀର ନିର୍ଦୟ ପଣିଆ ଦେଖି କ୍ଷୁବ୍ଧ ହେଲି। ନିତମ୍ବିନୀ ମୋ ମୁହଁରେ ଜଳ ସିଞ୍ଚିଲା। ମୁଁ ଏଥର ଉଠି ବସିବାର କିଛି ବାଧା ନାହିଁ। କିନ୍ତୁ ଜାଣି ଜାଣି ମୁଁ ଉଠିଲି ନାହିଁ, ଆଖି ଖୋଲିଲିନି। ପ୍ରଥମ କାରଣ ଲଜ୍ଜା, ଦ୍ୱିତୀୟ କାରଣ ନୀଳକଇଁ ତୋଳିଥିବାରୁ ନିତମ୍ବିନୀ ଉପରେ ବିରକ୍ତି। ନିତମ୍ବିନୀ ନୀଳକଇଁର ପାଖୁଡାକୁ ଧୀରେ ଧୀରେ ମୋ ମୁହଁରେ ଛୁଆଇ ଆଣିଲା। ଓଠ ଚିପି ଗଳାକୁ ମିଠା କରି ମୋ କାନ ପାଖରେ ଆସ୍ତେ ଆସ୍ତେ କହିଲା, ମୁଁ ଜାଣେ କୃଷ୍ଣଙ୍କ ସଞ୍ଜୀବନୀ ସ୍ପର୍ଶ ବିନା ଏ ରୋଗର ଉପଶମ ନାହିଁ। କିନ୍ତୁ ସଖୀ, ଦ୍ୱାରକା ନିବାସୀ ଗୋବିନ୍ଦଙ୍କୁ ସଙ୍ଗେ ସଙ୍ଗେ ପାଇବି କେଉଁଠୁ? ତେଣୁ କୃଷ୍ଣ ନାମ ସ୍ମରି ଏଇ ନୀଳକଇଁ ଦୁଇଟି ତୁମ ହୃଦୟ ଦେଶରେ ସ୍ଥାପନ କରୁଛି। ଏତିକିରେ ବର୍ତ୍ତମାନ ପାଇଁ ସୁସ୍ଥ ହୋଇ ନ ଉଠିଲେ ପିତା ଦ୍ରୁପଦ ରାଜବୈଦ୍ୟକୁ ଧରି ଉଦ୍ୟାନରେ ପହଞ୍ଚିଯିବେ। ନୀଳାଞ୍ଜନା ଖବର ନେଇ ଉଆସକୁ ଆସିଛି। ମହାରାଜକୁ ରୋଗର କାରଣ ସମ୍ପର୍କରେ କଣ କହିବି? ଏତିକି କହି ନିତମ୍ବିନୀ ନୀଳକଇଁ ଦୁଇଟିକୁ ମୋର ବକ୍ଷ ଦେଶରେ ରଖିଦେଲା। ମୁଁ ଫୁଲ ଦୁଇଟିକୁ ନିବିଡ଼ ଭାବରେ ବକ୍ଷରେ ଜଡାଇ ଧରି କହିଲି, ଆହା, କାହିଁକି ଫୁଲ ଦୁଇଟି ତୋଳିଦେଲ? ଫୁଲ ଦୁଇଟିକୁ କୋମଳ ଭାବରେ ଧରି ମୁଁ ଉଠି ପଡିଲି। ନିତମ୍ବିନୀ ମଧ୍ୟ ଧଡ଼ପଡ଼ ହୋଇ ଉଠି ପଡିଲା। ଆସ୍ତେ କହିଲା, ମହାରାଜ ଆସୁଛନ୍ତି। ତାଙ୍କ ପଛରେ ସେ ପୁଣି କିଏ? ମୁଁ ବୁଝିପାରିଲି ନୀଳାଞ୍ଜନାର ଏତିକି କାଣ୍ଡ। ମୋ ଅସୁସ୍ଥତା ଖବର ପିତାଙ୍କୁ ଦେଇଛି ଏବଂ ରାଜବୈଦ୍ୟକୁ ଧରି ପିତା ସଙ୍ଗେ ସଙ୍ଗେ ଆସିଛନ୍ତି। ମୋର ସାମାନ୍ୟ କଷ୍ଟ ପିତା ସହିପାରନ୍ତିନି। ଏବେ କଣ କହିବି? କୃଷ୍ଣଙ୍କ ରୂପ ବର୍ଣ୍ଣନା ଶୁଣୁ ଶୁଣୁ ମୁଁ ମୂର୍ଚ୍ଛା ଗଲି।
ଯଦି ନିତମ୍ବିନୀ କହିଦିଏ ମୋ ପିତାଙ୍କ ମୁହଁ ଦେଖାଇବି କେମିତି? ଲାଜରେ ତଳକୁ ମୁହଁ ପୋତି ମୁଁ ବସିଥାଏ। ନୀଳାଞ୍ଜନା ଉପରେ ରାଗୁଥାଏ। ଏଇ ସାମାନ୍ୟ କଥାଟା ପିତାଙ୍କୁ ଜଣେଇବାର କି ଆବଶ୍ୟକତା ବା ଥିଲା? ମୁଁ ବିରକ୍ତ ହେଲି ମନେ ମନେ। ଔଷଧ ପ୍ରତି ମୋର ଘୋର ବିତୃଷ୍ଣା, ତା ସଙ୍ଗେ ସଙ୍ଗେ ରାଜବୈଦ୍ୟଙ୍କ ପ୍ରତି ମଧ୍ୟ। ତେଣୁ ରୋଗ ଶଯ୍ୟାରେ ରାଜବୈଦ୍ୟଙ୍କୁ ଦେଖିବା ମାତ୍ରେ ମୁଁ ଚିଡ଼ି ଉଠେ। ବହୁ କଷ୍ଟରେ ମତେ ଔଷଧ ଖୁଆଇବା ପାଇଁ ହୁଏ। ଶୁଣିଲି ପିତା ସ୍ନେହପୂର୍ଣ୍ଣ ଗଳାରେ କହୁଛନ୍ତି, ସବୁ ରୋଗର ନିଦାନ ସ୍ୱୟଂ ଶ୍ରୀକୃଷ୍ଣ ଯେଉଁଠି ଉପସ୍ଥିତ ସେଠି ରାଜବୈଦ୍ୟଙ୍କୁ ଆଣନ୍ତି କାହିଁକି? ତୁ ଚିନ୍ତା କରନି ମା। ହେନା ଫୁଲର ବାସ୍ନାରେ ସାରା ବଗିଚା ମହକି ଉଠିଲା। ଝଲକାଏ ପବନ କେଜାଣି କାହିଁକି ଉତ୍ତଳା ହୋଇ କୃଷ୍ଣତମାଳ ଫୁଲ କେତେଟା ମୋ ଉପରେ ଝରାଇ ଦେଇ ବୋହିଗଲା। ସେଇ ପବନରେ ମୟୂର ଚନ୍ଦ୍ରିକାଟିଏ କେଉଁଆଡୁ ଉଠି ଆସି ମୋ କୋଳରେ ପଡ଼ିଲା। ମୋର ସାରା ଶରୀର ରୋମାଞ୍ଚିତ ହୋଇ ପଡ଼ିଲା। ଆସିଲା ହିଁ ମୟୂର ଚନ୍ଦ୍ରିକା। ମୋର ମୟୂର ଦୁଇଟି ଯେ ବହୁବେଳ ହେଲା ଚାଲିଗଲେଣି। ପିତା ସ୍ନେହପୂର୍ଣ୍ଣ ଗଳାରେ କହିଲେ, କୃଷ୍ଣଙ୍କର ଆଶୀର୍ବାଦ ଗ୍ରହଣ କର ମା। ତୁ ଯେ ପରମ ସୌଭାଗ୍ୟବତୀ ହେବାକୁ ଯାଉଛୁ, ଏହା ହିଁ ତାର ନମୁନା। ମୟୂର ଚନ୍ଦ୍ରିକାଟିକୁ ସ୍ପର୍ଶ କଲେ କାଳେ ମୁଁ ଆଉ ଥରେ ମୂର୍ଚ୍ଛା ଯିବି, ସେଇ ଭୟରେ ମୁଁ ତାକୁ ଆଉ ଉଠାଇ ନେଲିନି। ନିତମ୍ବିନୀ ମୋର ମନ କଥା ବୁଝିପାରେ। ସେ ଚନ୍ଦ୍ରିକାଟିକୁ ଅତି ଯତ୍ନରେ ତୋଳି ନେଇ କହିଲା, ତମ କବିତା ବହି ଭିତରେ ରଖିଦେବି। ଛି, ନିତମ୍ବିନୀର କାଣ୍ଡ ଜ୍ଞାନ ନାହିଁ। ମୁଁ ଯେ କବିତା ଲେଖେ ସେ କଥା କଣ କୃଷ୍ଣଙ୍କର ଜାଣିବା ଉଚିତ? ଯାହାଙ୍କ ପଦରେଣୁରେ ବିଶ୍ୱ କାବ୍ୟମୟ ହୁଏ, ମୋ କବିତା ଲେଖା ଶୁଣି ସେ କଣ ଭାବିବେ? ତା ଛଡା ପିତା ମଧ୍ୟ କଣ ଭାବିବେ? ଶୁଣିଲି ପିତା ସ୍ନେହପୂର୍ଣ୍ଣ କଣ୍ଠରେ କହୁଛନ୍ତି, କୃଷ୍ଣଙ୍କର ପାଦ ବନ୍ଦନା କର ମା। ଏଇମାତ୍ର ଦ୍ୱାରକାରୁ ସେ ଆସି ପହଞ୍ଚିଛନ୍ତି। ତ ଅସୁସ୍ଥତା ସମ୍ବାଦ ପାଇ ମୋ ସଙ୍ଗେ ଉଦ୍ୟାନକୁ ଚାଲି ଆସିଲେ। ମୋ ହାତରେ ଦୁଇଟି ସୁନ୍ଦର ସତେଜ ନୀଳକଇଁ। ମୋ ଆଖି ଆଗରେ ପିତାଙ୍କର ପାଦ ପାଖରେ ଦୁଇଟି ନୀଳ କୋମଳ କୋରକିତ ପାଦ ପଦ୍ମ। କିବା ଛାର ବିଶ୍ୱର ଶ୍ରେଷ୍ଠ କାବ୍ୟକାର ମଧ୍ୟ ସେ ପାଦ ଦୁଇଟିର ବର୍ଣ୍ଣନା କରିପାରିବ ନାହିଁ। ସେଇ ପାଦ ଦୁଇଟିର କି ସମ୍ମୋହନ ଶକ୍ତି ଥିଲା କେଜାଣି, ମୁଁ ଯନ୍ତ୍ର ଚାଳିତ ଭଳି ନୀଳକଇଁ ଦୁଇଟିକୁ ସେ ପାଦ ଉପରେ ଥୋଇ ଦେଇ ଅଶ୍ରୁ ଜଳରେ ସେ ପାଦକୁ ଧୋଇଦେଲି। ପ୍ରଥମ ଦେଖାରେ କୃଷ୍ଣଙ୍କର ପାଦ ଦୁଇଟି ହିଁ ମୁଁ ଦର୍ଶନ କଲି। ପିତାଙ୍କ ସଙ୍ଗେ କୃଷ୍ଣ ଉଆସକୁ ଫେରି ଯାଇଥିଲେ। ସେ ଅଦୃଶ୍ୟ ହେବା ପର୍ଯ୍ୟନ୍ତ ମୁଁ ଧ୍ୟାନମଗ୍ନ ହୋଇ ବସିଥାଏ, ଆଖି ତୋଳି ଚାହିଁ ନଥାଏ। ନିତମ୍ବିନୀ ମତେ ହଲାଇ ଦେଇ କହିଲା, ସଖୀ, ଏ କଣ କଲ? ବକ୍ଷ ଦେଶରେ ସ୍ଥାନ ଦେଇଥିବା ନୀଳକଇଁକୁ କୃଷ୍ଣଙ୍କ ପାଦରେ ଅର୍ଘ୍ୟ ଦେଇଦେଲ, ଏବେ କଣ କରିବ? ମୁଁ ବିହ୍ୱଳ ହୋଇ କହିଲି, କହ ନିତମ୍ବିନୀ, ଏବେ ମୁଁ କଣ କରିବି? ସାରା ରାତି ସେଇ ପାଦ ଦୁଇଟିର ବର୍ଣ୍ଣନା କରି ମୁଁ କବିତା ଲେଖିଲି। ତେବେ ମଧ୍ୟ ମନ ବୁଝିଲା ନାହିଁ। ଭାବିଲି, ଯାହାର ପାଦ ଦୁଇଟିର ବର୍ଣ୍ଣନା ମୋ ଶକ୍ତିର ବାହାରେ, ତାର ମୁଖ, ଆଖି, ଅଧର ଏବଂ ବ୍ୟକ୍ତିତ୍ୱର ବର୍ଣ୍ଣନା କରି କି କବିତା ମୁଁ ଲେଖିବି? ଯଦି ବି ଲେଖିପାରିବିନି, ତେବେ କାହିଁକି ଆଉ କବିତା ଲେଖିବି? ସମସ୍ତଙ୍କ ମନ ଭିତରେ କବିତା ଥାଏ। କେହି ଲେଖେ, କେହି ଲେଖେନି। ମୁଁ କିନ୍ତୁ ଲେଖେ। ଯେତେବେଳେ ଯେଉଁ ଭାବନା ମନକୁ ଆସେ ମୁଁ ତାକୁ କବିତାରେ ରୂପ ଦିଏ। ମୋର ଉପଯୁକ୍ତ ଶିକ୍ଷା ମତେ ପିତା ସମସ୍ତ ବ୍ୟବସ୍ଥା କରିଥିଲେ। ମୁଁ ଯେ ବିଦୁଷୀ ଏବଂ ଜ୍ଞାନ ପିପାସୁ, ଏ କଥା ମୋର ଶିକ୍ଷା ଗୁରୁମାନେ ପିତାଙ୍କୁ କୁହନ୍ତି। ଖୁବ୍ ଶୀଘ୍ର ମୁଁ ଅନେକ ଶାସ୍ତ୍ର ପଢ଼ି ଆୟତ୍ତ କରି ନେଇଥିଲି। ଗଣିତ ଶାସ୍ତ୍ର, ଗୃହ ବିଜ୍ଞାନ, ଚିତ୍ରାଙ୍କନ, ରନ୍ଧନ, ପୁଷ୍ପସଜ୍ଜା, ଅତିଥି ସତ୍କାର ଇତ୍ୟାଦି ସମସ୍ତ ବିଦ୍ୟାରେ ମୁଁ ନିପୁଣା ଥିଲି। ପ୍ରତ୍ୟେକ ବିଭାଗ ଶିକ୍ଷା ଦେବା ପାଇଁ ପିତା ଭିନ୍ନ ଭିନ୍ନ ଗୁରୁଙ୍କୁ ନିଯୁକ୍ତି ଦେଇଥିଲେ। ମାତ୍ର କବିତା ଲେଖା ଶିକ୍ଷା ଦେବା ପାଇଁ କୌଣସି ଗୁରୁ ନିଯୁକ୍ତି ପାଇନଥିଲେ। କବିତା ଲେଖିବା ପାଇଁ ମୋର ମନରେ ମତେ ପ୍ରେରଣା ଦେଇଥିଲା ମୋର କଳ୍ପନା। ମୋର କଳ୍ପନା ହିଁ ମତେ କବିତା ଲେଖା ଶିଖାଇଥିଲା। ତେଣୁ ସେ ବିଦ୍ୟାଟି ମୋର ନିଜସ୍ୱ କଳା। ପିତା ସେ କଥା ଜାଣିବେ କେମିତି? ଆମ ଘରେ ଅନେକ ସମୟରେ ଶାସ୍ତ୍ର ଆଲୋଚନା ହୁଏ। କାବ୍ୟ କବିତାର ଆସର ବସେ। ବହୁ ପଣ୍ଡିତ, କବି, ବିଦ୍ୱାନ ମଣ୍ଡଳୀ ପିତାଙ୍କ ନିମନ୍ତ୍ରଣରେ ଆଲୋଚନା ଚକ୍ରରେ ଭାଗ ନିଅନ୍ତି। ଏସବୁ ହୁଏ କେବଳ ମୋରି ପାଇଁ। କାରଣ ପିତା ଜାଣନ୍ତି, ନୃତ୍ୟ, ଗୀତ, ଆମୋଦ ପ୍ରମୋଦ ଅପେକ୍ଷା ଏସବୁ ମତେ ବେଶୀ ଭଲ ଲାଗେ। ମୁଁ ମଧ୍ୟ ସବୁ ଆଲୋଚନାରେ ଭାଗ ନିଏ। ପଣ୍ଡିତ ମାନଙ୍କ ଦ୍ୱାରା ମୋର ଅନେକ ସନ୍ଦେହ ଦୂର କରାଇ ନିଏ। ମୋର ଜ୍ଞାନ ପିପାସା ମେଣ୍ଟାଇ ଦେବାକୁ ଚେଷ୍ଟା କରେ। ମାତ୍ର ଅନନ୍ତ ମୋର ଜ୍ଞାନ ପିପାସା, ତାର ଶେଷ ନାହିଁ। ଥରେ ବେଦବ୍ୟାସ କୃଷ୍ଣ ଦ୍ୱୈପାୟନଙ୍କ ଠାରୁ ଶାସ୍ତ୍ର ଆଲୋଚନା ଶୁଣୁ ଶୁଣୁ ମୁଁ ଏତେ ବିଭୋଳ ହୋଇଗଲି ଯେ ପ୍ରଶ୍ନ କଲି, ମହାଶୟ, ସାରା ସୃଷ୍ଟିର ଯେତେ ଯାହା ଶାସ୍ତ୍ର ଗ୍ରନ୍ଥ ଏବଂ ଜ୍ଞାନ ଅଛି, ତାକୁ ଆୟତ୍ତ କରିବା ପାଇଁ ମୋର ସମଗ୍ର ଜୀବନ ଯଦି ଯଥେଷ୍ଟ ନ ହୁଏ, ତେବେ ମୁଁ କି ଉପାୟ କରିବି? ବେଦବ୍ୟାସ ହସି ହସି କହିଲେ, ତୁମର ନାମ କୃଷ୍ଣା ନ ହୋଇ ତୃଷ୍ଣା ହୋଇଥିଲେ ଭଲ ହୋଇଥାନ୍ତା। ମା ତୃଷ୍ଣା ଦୁଃଖଦାୟକ, କିନ୍ତୁ ଜ୍ଞାନର ତୃଷ୍ଣା କେବଳ ଆନନ୍ଦ ହିଁ ପ୍ରଦାନ କରେ।
आज ये पढ़ाटी मुझे रखुची आसंता काली आम पढ़ा जदि आपण को मो पढ़ाटी भल लगी थाए आपण को मो जाग्ञसेनी गल्प पढ़ा विषय आप भल लगी थाए आपण को ये पढ़ा ता सहित रोषी आप देखुं तेणु प्लीज आपण गोटे लाइक निश्चय करेंगे आ जाग्ञसेनी मो पढ़ा जदि किसी भूल भाल रहा सुधारिकी त्रुटि सुधारिकी आगु को देखिए भावुची मु आगु को देखिए तेरे आसंता काली आमे आगु को पढ़ा द्रौपदी आगु को कौन है कृष्ण क्षेत्र से केमती देखाई वेदव्यास कृष्ण द्वैपायन ठारू केमती शास्त्र आलोचना शुणुचंती से विषय आमे काली पढ़ा जदि आपण को ये कहानी शुणिकी रोषेई देखा भल लगुच आपण निश्चय वीडियो को लाइक करंतु चैनल को सब्सक्राइब करंतु कमेंट रे मध्य जदि आपण को भल लगुच कमेंट रे दियंतु जे आपण एमती देखा पसंद करछन्ते ताहले मु आगु के एमती बनैबे।